ନମସ୍କାର ଦର୍ଶକ ବନ୍ଧୁ। ଆଜିର ସୁନା ଦର କେତେ ରହିଛି? 18 କ୍ୟାରେଟ, 22 କ୍ୟାରେଟ ଏବଂ 24 କ୍ୟାରେଟ। ଆଜି ବଜାର ଖୋଲିବା ମାତ୍ରେ ସୁନା ଓ ରୂପାର ଦର ବଡ଼ ଧରଣର ବିସ୍ଫୋରଣ ଦେଖିବାକୁ ମିଳିଛି। ଇରାନ ଓ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧର ନିଆଁ ଏବେ ସିଧାସଳଖ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ିଛି। ଯଦି ଆପଣଙ୍କ ପାଇଁ ଘର ପାଇଁ କି ସୁନା କିଣିବା ପାଇଁ ଚାହୁଁଛନ୍ତି, ନିବେଶ କରିବା ପାଇଁ ଭାବୁଛନ୍ତି, ତେବେ ସାବଧାନ ହୋଇଯାନ୍ତୁ। କାରଣ ଆଜି ଦାମରେ ଯେଉଁ ପରିବର୍ତ୍ତନ ଆସିଛି, ତାହା ଆପଣଙ୍କ ହୋସ୍ ଉଡାଇଦେବ। ଆଜି ଆପଣ ଏହି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ 18 କ୍ୟାରେଟ, 22 କ୍ୟାରେଟ, 24 କ୍ୟାରେଟର ସୁନାର ତାଜା ଦାମ ମଧ୍ୟ ଜାଣିପାରିବେ। ସୁନା ଦର କମିଛି ନା ବଢିଛି, ସବୁ କିଛି ମଧ୍ୟ ଜାଣିସାରିବେ। ତା ସହିତ ମଧ୍ୟ ରୂପାର ଦର କାହିଁକି ଏତେ ଟଙ୍କା ବଢୁଛି କି କମୁଛି, ସେ ମଧ୍ୟ ଜାଣିଦେବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସୁନା ଏହି ସମୟରେ କିଣିବା ଉଚିତ ନା କିଣିବା ଅନୁଚିତ। ବାହାଘର ସିଜନ ତ ଆସୁଛି, ଆପଣମାନେ କେବେ ସୁନା କିଣିବେ? ସବୁ କିଛି ଜାଣିବା ପୂର୍ବରୁ ଆପଣମାନେ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଆଉ ସହରର ସୁନା ଦର କେତେ ଅଛି, ଭୁବନେଶ୍ୱରଠୁ ଆରମ୍ଭ କରିକି ଓଡ଼ିଶାରେ ବାହାରେ କେତେ ଦର ଅଛି, ଗତକାଲି କେତେ ଥିଲା, ଆଜି କେତେ ବଢିଛି ନା କମିଛି, ଏଇ ସପ୍ତାହରେ ଆଗକୁ କଣ ହେବ, ସବୁ କିଛି ଡିଟେଲ ଜାଣିପାରିବେ। ଯାହାଫଳରେ ପ୍ରତ୍ୟେକ ଦିନ ଆପଣ ସୁନା ଦର ମଧ୍ୟ ଜାଣିପାରିବେ। ତେବେ ଆପଣଙ୍କ ମତରେ ସୁନା ଦର କେତେ ହେଲେ ସାଧାରଣ ଲୋକଙ୍କ ପାଇଁ ଭଲ ହେବ, ତଳେ କମେଣ୍ଟ ବକ୍ସରେ ମଧ୍ୟ ନିଶ୍ଚୟ ଲେଖିଦେବେ। ଆଉ ହଁ, ପ୍ରତିଦିନ ପ୍ରତିଦିନ ଆପଣମାନେ ସୁନା ଦର ଜାଣିବା ପାଇଁ ଚାହିଁଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ ଆଉ ଭିଡ଼ିଓଟିକୁ ଲାଇକ୍ ମଧ୍ୟ କରିଦେବେ। ତେବେ ଚାଲନ୍ତୁ ଜାଣିବା ଆଜି ରୂପା ଦର କେତେ ଅଛି, ତାପରେ ସୁନା ଦର ମଧ୍ୟ ଜାଣିବା। ବିଶେଷ କରି କୁହାଯାଉଛି ଯେ ରୂପା ଦରରେ ମଧ୍ୟ ବଡ଼ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି, ଯାହା ଆପଣଙ୍କର ହୋସ୍ ମଧ୍ୟ ଉଡାଇ ଦେଇପାରେ। ତେବେ କୁହାଯାଉଛି ଯେ ହାଇଦ୍ରାବାଦଠୁ ବାଙ୍ଗାଲୋରଠୁ ଆରମ୍ଭ କରି ସବୁ ରାଜ୍ୟ ମାନଙ୍କରେ ମଧ୍ୟ ରୂପା ଦର ଏବେ ବଢି ଚାଲିଛି। ଯାହା ଫଳରେ ଗୋଟିଏ ଲୋକ ମଧ୍ୟ ରୂପା କିଣିବା ପାଇଁ ମଧ୍ୟ 10 ଥର ଭାବିବାକୁ ପଡୁଛି। ତେବେ କୁହାଯାଉଛି ରୂପା ଆପଣମାନେ ଯୋଉମାନେ ଇନଭେଷ୍ଟମେଣ୍ଟ କରୁଛନ୍ତି, ନିବେଶକ ମାନେ, ସେମାନେ କଣ କରିବେ? କାରଣ ରୂପା ଦର ତ ଏବେ ଭୁବନେଶ୍ୱରରେ କେତେ ଚାଲିଛି ସେ ବିଷୟରେ ମଧ୍ୟ ଆମେ ଜାଣିଦବା। ତେବେ କୁହାଯାଉଛି ସିଲଭର ବା ରୂପା ଦର ଏବେ 314 ଟଙ୍କା ଗ୍ରାମ ଚାଲିଛି। ତା ସହିତ ମଧ୍ୟ 3,14,900 ଟଙ୍କା ଗୋଟେ କିଲୋଗ୍ରାମ ହଠାତ୍ ହୋଇଯାଇଛି। କିଛି ଦିନ ତଳେ 2,95,000 ଥିଲା। ଆଜି ହଠାତ୍ ମଧ୍ୟ ଏବେ ଦେଖିବାକୁ ମିଳିଛି 20,000 ଟଙ୍କା ପର୍ଯ୍ୟନ୍ତ ବଢି ଚାଲିଛି। ମାନେ ଯୁଦ୍ଧର ପରିସ୍ଥିତି ଏମିତି ଯେ ଏକା ବେଳେ ରୂପାର କିଲୋଗ୍ରାମ ମଧ୍ୟ ଏତେ ଟଙ୍କା ବଢିଯାଇଛି। ତା ସହିତ ମଧ୍ୟ ଆମେ ଜାଣିବା ଯେ 22 କ୍ୟାରେଟ, 18 କ୍ୟାରେଟ ଆଉ 24 କ୍ୟାରେଟର ମୂଲ୍ୟ କେତେ। ତା ପୂର୍ବରୁ ଆପଣମାନେ ଯଦି ଚ୍ୟାନେଲରେ ନୂଆ ଅଛନ୍ତି, ନିଶ୍ଚୟ ଗୋଟେ ଲେଖାଏଁ ଲାଇକ୍ କରିଦେବେ। ପ୍ରଥମେ ଆମେ ଜାଣିବା 18 କ୍ୟାରେଟ ସୁନାର ଦର କେତେ। ଦେଖନ୍ତୁ 18 କ୍ୟାରେଟର ସୁନାର 1 ଗ୍ରାମ ପିଛା 12,787 ଟଙ୍କା ଆଜି ଅଛି। 8 ଗ୍ରାମ ଅଛି 1,02,296। ଆଉ 10 ଗ୍ରାମ ଅଛି 1,27,870 ଟଙ୍କା। ଆଉ 100 ଗ୍ରାମ ଅଛି 12,78,700 ଟଙ୍କା। ଏଇଟା କେବଳ 18 କ୍ୟାରେଟର ଦାମ। ସେଇଭଳି 22 କ୍ୟାରେଟର ଦାମ ମଧ୍ୟ ଅଛି। 1 ଗ୍ରାମକୁ ଅଛି 15,629 ଟଙ୍କା। 8 କ୍ୟାରେଟର ଦାମ ଅଛି 1,25,032 ଟଙ୍କା। 10 ଗ୍ରାମର ଅଛି 1,56,290 ଟଙ୍କା ଏବଂ 100 ଗ୍ରାମର ଅଛି 15,62,900 ଟଙ୍କା। ତା ସହିତ ମଧ୍ୟ ଜାଣିବା 24 କ୍ୟାରେଟର ଦାମ କେତେ ଅଛି। 1 ଗ୍ରାମର ଅଛି 17,050 ଟଙ୍କା। 8 ଗ୍ରାମର ଅଛି 1,36,400 ଟଙ୍କା। ଆଉ 10 ଗ୍ରାମର ଅଛି 1,70,500 ଟଙ୍କା ଏବଂ 100 ଗ୍ରାମର ଅଛି 17,05,000 ଟଙ୍କା। ଗତକାଲି ତୁଳନାରେ ଆଜି ମଧ୍ୟ ପାଖାପାଖି 150ରୁ 200 ଟଙ୍କା ମଧ୍ୟ ବଢିଛି। ସବୁଠୁ ବଡ କଥା ହେଉଛି ଯେ ଏବେ ଯୋଉ ଭଳିଆ ଯୁଦ୍ଧ ଚାଲିଛି, ଆଗକୁ ସୁନା ଦର ମଧ୍ୟ ବଢି ଯାଇପାରେ। ଯେଉଁମାନଙ୍କର ବାହାଘର ସିଜନ ବା ଯେଉଁମାନେ ଏବେ ବିବାହ କରୁଛନ୍ତି, ତାଙ୍କ ପାଇଁ ତ ନିଶ୍ଚୟ ସୁନା କିଣିବା ଦରକାର। ତେବେ ଆପଣମାନେ ଯଦି ଆଗକୁ ସୁନା କିଣିବେ, ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହୁଁଛନ୍ତି, ନିଶ୍ଚୟ ଆପଣ ଗୋଟେ ସପ୍ତାହ ୱେଟ୍ କରିବା ପାଇଁ ପଡିବ। କାହିଁକି ନା ସୁନା ଦର ଲଗାତାର ଏବେ ବଢୁଛି। ଯୋଉ ସମୟରେ କମିବ ଆପଣମାନେ ସେଇ ସମୟରେ କ୍ୟାପଚର କରିବେ, ସେଇ ସମୟରେ ମଧ୍ୟ ସୁନା କିଣିପାରିବେ। ତେବେ ଇଏ ଥିଲା ଭାରତୀୟ ବଜାର ଏବଂ ଭୁବନେଶ୍ୱର ବଜାର ପାଖାପାଖି ସମାନ ଦର, କୌଣସି ଏପଟ ସେପଟ ନାହିଁ। ତା ସହିତ ମଧ୍ୟ ଆପଣଙ୍କୁ ଗୋଟିଏ ଚାର୍ଟ ମୁଁ ଦେଖେଇ ଦଉଛି। ସେଇ ଚାର୍ଟରେ ଆପଣମାନେ ଦେଖିପାରିବେ ଯେ ଭାରତରେ ଟୋଟାଲ ଷ୍ଟେଟ ମାନଙ୍କରେ କେତେ ସୁନା ଦର ଅଛି, କାହା କେତେ ଡିଫରେନ୍ସ ଅଛି, ସବୁ କିଛି ଆପଣମାନେ ଏଇଠୁ ଦେଖିପାରିବେ। ତା ସହିତ ଚ୍ୟାନେଲରେ ନୂଆ ଥିଲେ ମଧ୍ୟ ସବସ୍କ୍ରାଇବ କରିଦେବେ। ତା ସହିତ ଆଉ ଗୋଟେ କଥା କହିଦଉଛି ଯେ ବର୍ତ୍ତମାନ ଆମର ଫେବୃଆରୀ 22 ବା ଫେବୃଆରୀ 22 ତାରିଖଠୁ ଆଜିକି ହେଇଗଲା ମାର୍ଚ୍ଚ 3।
ପାଖାପାଖି 10 ଦିନ ଭିତରେ ସୁନା ଦର ଦେଖନ୍ତୁ ଫେବୃଆରୀ 22 ରେ ଥିଲା ସୁନା ଦର 24 କ୍ୟାରେଟର ଥିଲା 15,928 ଟଙ୍କା। ଆଉ ଏବେ ହେଇଗଲା 17,050 ଟଙ୍କା। ମାନେ ଭାବନ୍ତୁ 10 ଦିନ ଭିତରେ କେତେ ରେଟ୍ ବଢିଛି।